ଆପଣଙ୍କୁ ଖାଲି ମୋର ଗୋଟେ ପ୍ରଶ୍ନ, ଯାହା ଦ୍ୱାରା କି ଜାଗରୂକତା ଉତ୍ପନ୍ନ ହବ, ଯୋଉମାନେ ଏବେ ମଦରୁ ମୁକ୍ତି ପାଇକି ହସ୍ପିଟାଲରୁ ମୁକ୍ତି ହେଇକି ଚିକିତ୍ସାରୁ ମୁକ୍ତି ହେଇକି ଘରେ ଅଛନ୍ତି, ପୁଣି ଆପଣଙ୍କ ଭଳି ତାଙ୍କର ମଦ ପିଇବାକୁ ଟିକେ ଟିକେ ଇଚ୍ଛା ହଉଥିବ, କିଏ ବି ଟିକେ ଟିକେ ନେଇଯିବେଣି, ସେମାନଙ୍କର ସ୍ଥିତି କଣ ହବ ଯଦି ମଦ ନ ଛାଡନ୍ତି? ମଦ ନ ଛାଡନ୍ତି ସ୍ଥିତି ମୋର ଭଳିଆ ହେଇଯିବ। ଯୋଉମାନେ ମୁଁ ତ ଆସିଲା ମେଡିକାଲ ଭର୍ତ୍ତି ହେଲି, ନାଇଁ, ଆପଣ ମେଡିକାଲରୁ ମଦ ଛାଡିଛନ୍ତି ବୋଲି ତ ଏମିତି 3 ଅଛନ୍ତି। ବର୍ଷ ତଳେ ମୁଁ ଯାଇଥିଲି ନା, ଏଇ 3 ବର୍ଷ ତଳେ ସନସାଇନ୍ ଯେତେବେଳେ ଭର୍ତ୍ତି ହେଇଥିଲି, ତାପରେ ଛାଡି ଦେଇଥିଲେ ତାପରେ ପୁଣି ଆସି ସେଠୁ ପିଇକିରି ସିରୋସିସ୍ କୁ ଗଲେ। ସେତେବେଳେ ମତେ ସେଠି ଫ୍ୟାଟି ଲିଭର କହିଥିଲେ ଆଜ୍ଞା, ସନସାଇନ୍ ହସ୍ପିଟାଲରେ, ଯୋଉ ପଇଲି ମାନେ ଫ୍ୟାଟି ଲିଭରରୁ ସିରୋସିସ୍ ପର୍ଯ୍ୟନ୍ତ ଯାତ୍ରା। ହଁ, ମଦ ଗୁଡା ପିଇଲେ ଆପଣଙ୍କର ପ୍ରଥମେ ଲିଭର ଜଣ୍ଡିସ୍ ହବ, ତାପରେ ଆପଣଙ୍କର ଲିଭର ଫ୍ୟାଟି ଲିଭର ହବ, ତାପରେ ଲିଭର ଫାଇବ୍ରୋସିସ୍ ହବ, ତାପରେ ଲିଭର ସିରୋସିସ୍ ହବ, ତାପରେ ଲିଭର କ୍ୟାନ୍ସର ହବ। ମୋର ପୁରା ସେକେଣ୍ଡ ଡେ ଥ୍ରୁ ମୋର କ୍ୟାନ୍ସର, ପୂର୍ବରୁ ଗୋଟେ ମୋର ଲିଭର ରହିଛି, ଓହୋ, ଲିଭର ସିରୋସିସ୍। ମୁଁ ଯଦି ଆଉ ବର୍ଷେ ଖଣ୍ଡ ମଦ ପିଇଥାନ୍ତି କି 6 ମାସ ମଦ ପିଇଥାନ୍ତି, ସେତେବେଳେ ମୁଁ କ୍ୟାନ୍ସରରେ ଲିଭର କ୍ୟାନ୍ସର ମତେ ମାନେ ହେଇଯାଏ। ଆପଣ ଆଉ ବସିକି ଏଠି କଥା ନା, ହେଇନଥାନ୍ତି। କିନ୍ତୁ ଯିଏ ପିଇକି ଏବେ ହସ୍ପିଟାଲରୁ ଡିସଚାର୍ଜ ହେଇଛନ୍ତି, ସେମାନେ ତାହେଲେ କଣ ମୁଁ କରିବେ? ସେ କଥା କହୁଛି, ମୁଁ ସନସାଇନ୍ ଆସିଲା ପରେ ମତେ ଫ୍ୟାଟି ଲିଭର କହିଲେ, ହଁ, ହଁ। କିନ୍ତୁ ମୁଁ ଆସି 10 ଦିନ 15 ଦିନ ଛାଡ଼ିଦେଲି, ତାପରେ ପୁଣି ମତେ ଜେମ୍ ପିଇବା ଦିନ ରାତି ପିଇ ଚାଲିଲି। ଫ୍ୟାଟି ଲିଭର କଣ ସେ ବିଷୟରେ ମୋତେ ଜ୍ଞାନ ନଥିଲା। ଏଇଥର ଯେତେବେଳେ ମୁଁ ବେହୋସ ହେଇକି କୋମାର ରହିଲି 3 ଦିନ, ଯୋଉ ମୁଁ ତାପରେ ଆଖି ଆଗରେ ସବୁ ଦେଖିଲି ଘଟଣା ଗୁଡା ସବୁ, ଯୋଉ 21 ଦିନ 22 ଦିନ ହାଇଟେକର ଅଲଗା ମେଡିକାଲ 10 ଦିନ, ଯୋଉ ମାସେ ଦିକ ପାଖାପାଖି କାଳ, ତାପରେ ଘରେ ଆସି ପଇଲି, ମୁଁ ସବୁ ନିଜେ ହୃଦୟଙ୍ଗମ କଲି ଯେ ପ୍ରକୃତରେ ଏମିତି ଅସୁବିଧା ହଉଛି। ଆଜ୍ଞା, ତାପରେ ଯେତେବେଳେ ମୃତ୍ୟୁ ଆଡକୁ ଆସିଗଲା, ସେ ମନରେ ଭୟ ଆସିଗଲା। ନିହାତି ଆମର ମଧ୍ୟ ଆଶା ରହିବ ଆପଣ ଗୋଟେ ସୁସ୍ଥ ନିରାମୟ ଜୀବନ ବଞ୍ଚନ୍ତୁ, ଆଉ ସାମାଜିକ ପରିବର୍ତ୍ତନ ଆଣିବାରେ ଗୋଟେ ଭୂମିକା ନିଭାନ୍ତୁ। କାରଣ ସାମ୍ବାଦିକତା କ୍ଷେତ୍ର ଏମିତି ଯୋଉଥିରେ କି ଆପଣଙ୍କ କଲମ ମୁନରେ ସମାଜର ମଧ୍ୟ ପରିବର୍ତ୍ତନ ହବ। ଆମେ ଆଗରୁ ଅନେକ ଅନେକ ଜିନିଷ ଦେଖିଛେ, କିନ୍ତୁ ଏ ସ୍ୱାଧୀନତାର ଏଭଳି ବିକଳ ଚିତ୍ର, ଆମର ସରକାରଙ୍କୁ ମଧ୍ୟ ଅନୁରୋଧ, ଏ ଚିତ୍ରରେ ଟିକେ ପରିବର୍ତ୍ତନ ହବା ଆବଶ୍ୟକ। ଆମର ଏ ରାଜସ୍ୱର କୌଣସି ଆବଶ୍ୟକତା ନାହିଁ ଯୋଉଥିରେ କି ଆମର ଯୁବପିଢି, ଛାତ୍ର ସମାଜ, ଆମର ଟ୍ୟାଲେଣ୍ଟ ମାନେ ଆମ ଆଖି ଆଗରେ ସ୍ୱଳ୍ପ ବୟସରେ ଚାଲିଯିବେ। ଯେତିକି କ୍ଷତି ରାଜ୍ୟକୁ ନୁହେଁ, ସେତିକି କ୍ଷତି ତାଙ୍କ ପରିବାରକୁ ଆଉ ତାଙ୍କର ଆତ୍ମୀୟ ସ୍ୱଜନ ମାନଙ୍କୁ। ନିଶ୍ଚିନ୍ତ ଆଶା ରଖିବା ସବୁ ମଦ ପିଉଥିବା ଭାଇମାନେ, ଯୋଉମାନେ ମଦଗ୍ରସ୍ତ ଅଛନ୍ତି, ତାଙ୍କର ପୂର୍ବ ଜୀବନକୁ ମନେ ପକାନ୍ତୁ। ଯଦି କୌଣସି ପୋଜିସନରେ ଅଛନ୍ତି, ସେ ପୋଜିସନ ପାଇଁ ମଦର କୌଣସି ଇନଭଲଭମେଣ୍ଟ ନାହିଁ। ମଦ ପୂର୍ବର ଜୀବନ ଯୋଗୁ ସେମାନଙ୍କର ପୋଜିସନ, ମଦ ତାଙ୍କ ପୋଜିସନକୁ ହାନି କରୁଛି। ମଦ ଯୋଗୁ ତାଙ୍କ ପୋଜିସନରେ ଆଞ୍ଚ ଆସୁଛି, ତାଙ୍କ ଆର୍ଥିକ ସ୍ତରରେ ବିଗୁଡୁଛି, ପାରିବାରିକ ସ୍ତର ମଧ୍ୟ ବିଗୁଡୁଛି। ଆମେ ଆଶା କରିବୁ ଆପଣ ମାନେ ମଦ ମୁକ୍ତି ଆନ୍ଦୋଳନରେ ଭାଗ ନିଅନ୍ତୁ, କେମିତି ସରକାରଙ୍କ ଉପରେ ଚାପ ପକେଇବେ, ସାରା ଓଡିଶାରୁ ମଦରୁ ନିସ୍ତାର ପାଇବ, ସେଥିପାଇଁ ଆପଣ ମଧ୍ୟ ଯତ୍ନବାନ ହେବେ।